ତ ଆଜ୍ଞା ରାସ୍ତା କାମକୁ ନେଇକି ଏବେ କିଛି ଦିନ ଧରି ବାଙ୍କିର ଗୋଟେ ରାଜନୈତିକ ଚର୍ଚ୍ଚା ଆଲୋଚନା ଚାଲିଥିଲା, ଆକ୍ଷେପ ପ୍ରତ୍ୟାକ୍ଷେପ ଚାଲିଥିଲା ଯେ ବିଧାୟକ ମନ ଦଉନାହାନ୍ତି, ଯୋଉଥିପାଇଁ ସମାଜସେବୀ ଆଗକୁ ଆସିଲେ ଏବଂ ସେମାନେ ଯାଇ ମନ୍ତ୍ରୀଙ୍କୁ ଭେଟିଲେ ବା ଉପଜିଲ୍ଲାପାଳଙ୍କୁ ଦାୟୀପତ୍ର ଦେଲେ, ତାପରେ ରାସ୍ତା କାମଟି ଆରମ୍ଭ ହେଲା। ଯେ ବାସ୍ତବରେ କଣ ବିଧାୟକ ଏଥିପ୍ରତି ତାଙ୍କର ଆନ୍ତରିକତା ନଥିଲା? ମୁଁ ମନୋରଞ୍ଜନ ଭାଇ ଧନ୍ୟବାଦ ଦବାକୁ ଚାହିଁବି। ମୁଁ ସବୁବେଳେ କହିଛି ବାଙ୍କି ଗୋଟେ ସମ୍ବେଦନଶୀଳ ଏବଂ ସଚେତନ ଅଞ୍ଚଳ। ବାଙ୍କିର ଜନସାଧାରଣ ସବୁବେଳେ ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣଙ୍କର ବାଙ୍କି ଜନସାଧାରଣଙ୍କ ବିଭିନ୍ନ ପ୍ରକାର ଅସୁବିଧାକୁ ନେଇକି ସବୁବେଳେ ଚିନ୍ତା ପ୍ରକଟ କରିଥାନ୍ତି ଏବଂ ସବୁବେଳେ କେମିତି ପଜିଟିଭ ୱେରେ ସକାରାତ୍ମକ ଭାବେ ତାର କେମିତି ନିରାକରଣ ହେଇପାରିବ, ତାର କେମିତି ସମାଧାନ ହେଇପାରିବ, ସେଥିପାଇଁ ସବୁବେଳେ ଚିନ୍ତିତ ଥାନ୍ତି, ସବୁବେଳେ ଉଦ୍ୟମ ମଧ୍ୟ କରନ୍ତି। ଯୋଉ ଯୁବ ସମାଜସେବୀ ମାନେ ସେଥିପାଇଁ ଉଦ୍ୟମ କରିଛନ୍ତି, ମୁଁ ତାଙ୍କୁ ଧନ୍ୟବାଦ ଦେବି, ସାଧୁବାଦ ଜଣେଇବି। ତା ମାନେ ହେଲେ ଏଇଆ ନୁହେଁ ଯେ ସେମାନେ ଉଦ୍ୟମ କଲେ ବିଧାୟକ ଉଦ୍ୟମ କଲେନି। ମୁଁ ତାଙ୍କୁ ସାଧୁବାଦ ଜଣେଇବା ସହିତ ମୁଁ ଯୋଉ କଥାଟି କହିଲି, ମୁଁ ଭାବୁଛି ଯେ ଆଡଭର୍ଟାଇଜମେଣ୍ଟ ଆଉ ପବ୍ଲିସିଟି ଯୁଗରେ ମୁଁ ସେଇଟା କରିବା ମୋ ରେସ୍ପନ୍ସିବିଲିଟି ଅଧିକା ଭାବିଲି ରାଦର ଦାନ ପବ୍ଲିସିଟି। ମୁଁ ସେଇଟା କରିବାକୁ ଠିକ ଭାବିନି। ଆପଣ ଦେଖିଥିବେ ମୁଁ ଯେ ଡିସେମ୍ବର ମାସରେ ଏସିଙ୍କୁ ନେଇକି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ନେଇକି ସେ ରୋଡ ବିଭାଗର ପୂର୍ତ୍ତ ବିଭାଗ ଡିଭିଜନ 2 ର ତାଙ୍କୁ ନେଇକି ଅଂଶୁପାର ଯୋଉ ସେତୁ ରହିଛି ସେ ବ୍ରିଜ ଦେଖିବା ସହିତ ବାଙ୍କି ମୁଖ୍ୟ ରାସ୍ତା, ଆମର ମା ଚର୍ଚ୍ଚିକାଙ୍କ ମନ୍ଦିର, ଏସବୁ କାମ କେମିତି ତ୍ୱରିତ ବେଗରେ ହେଇପାରିବ ତାଙ୍କ ସହିତ ଗୋଟେ ପର୍ଯ୍ୟାୟ ଆଲୋଚନା ହେଇଥିଲା। ଏ କଥା ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହେଇଥିଲା। ମୁଁ ଚେଷ୍ଟା କରୁଥିଲି ସେ କାମ କେମିତି ଯଥାଶୀଘ୍ର ହବ, କିନ୍ତୁ ସେଥିରେ କିଛି ଟେକ୍ନିକାଲ ଲାକୁନା ଥିଲା। ଖାଲି ଆମେ ଗୋଟେ ଦାବିପତ୍ର ଦେଇଦେଲେ ସେଥିରେ ଆମର ଚିନ୍ତା ପ୍ରକଟ କରିବା ପାଇଁ ସେ ଗୋଟେ ମାଧ୍ୟମ, ଗୋଟେ ଆମେ ଯାଇ ମନ୍ତ୍ରୀଙ୍କୁ ଦେଖା କରି ଗୋଟେ ଅଭିଯୋଗ ପତ୍ର ଦେବା ଗୋଟେ ସୋର୍ସ, ମୁଁ ତାକୁ ମନା କରିବିନି ଡେମୋକ୍ରାଟିକ ପ୍ରାକ୍ଟିସରେ। କିନ୍ତୁ କେବଳ ଯେ ସେତିକି କଲେ ହବ ତାର ଭିତରକୁ କଥାଟା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି। ତା ଟେଣ୍ଡର କେବେ ସରିଥିଲା? ଆପଣ ଆଜିକାଲି ଅନଲାଇନ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଏରାରେ ଆପଣ ବୁଝିପାରିବେ ରୋଡର ଟେଣ୍ଡର କେବେ ହେଇଥିଲା। ରୋଡର ଟେଣ୍ଡର ଫିକ୍ସେସନ ସରିଯାଇଥିଲା ଜୁଲାଇ ଅଗଷ୍ଟ ମାସରୁ, କିନ୍ତୁ ତା ଭିତରେ କିଛି ଟେକ୍ନିକାଲ ଲାକୁନା ଆଉ ଲୁପ୍ ହୋଲ୍ସ ଥିଲା। ସେ ଯିଏ ଟେଣ୍ଡର ପାଇଥିଲା ସେ ଲୋଏଷ୍ଟ ହେଇଥିଲା, ସେ ଅନ୍ୟ କୌଣସି ଜାଗାରେ ତାକୁ ଡିପାର୍ଟମେଣ୍ଟ ବ୍ଲାକଲିଷ୍ଟେଡ କରିବାକୁ ଚାହୁଁଥିଲା। ତାର ଯିଏ ଟେଣ୍ଡର ପାଇଛି ଯୋଉ ସଂସ୍ଥାଟି, ସିଏ କଣ ପାଇଁ ସେ କାମ କରୁନଥିଲା, ଇଏ କୋର୍ଟକୁ ଯିବା ପାଇଁ ପ୍ରସ୍ତୁତ ହଉଥିଲା। ମୁଁ ତା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଏତେ କଥା ହେଲା, ମୁଁ ଚିଫ ଇଞ୍ଜିନିୟର ଯିଏ ଅଛନ୍ତି ଧ୍ୟାନଚନ୍ଦ ବାବୁ, ମୁଁ ତାଙ୍କୁ ଯାଇକି ଭେଟିକି ବ୍ୟକ୍ତିଗତ ଭାବେ ମୁଁ ଅନୁରୋଧ କରିଥିଲି ତାଙ୍କୁ ସୁଯୋଗ ଦିଆଯାଉ, ଯୋଉ ଠିକା ସଂସ୍ଥାଟି ପାଇଛି ଏ କାମଟି ତାକୁ ଆୱାର୍ଡ କରିଯାଉ, ନହେଲେ କଣ ହବ କି ସିଏ ହାଇକୋର୍ଟରେ କେସ୍ କରିବ ଆଉ ଦୀର୍ଘ ଦିନ ପାଇଁ ପୁଣି ଥରେ ଏ ରାସ୍ତା ଅସଜଡ଼ା ହେଇ ରହିଯିବ, କେହି ଚାହିଁକି ମଧ୍ୟ ସଜାଡି ପାରିବେନି। ମୁଁ ତାଙ୍କୁ ରିକ୍ୱେଷ୍ଟ କଲା ପରେ ସେ ଯାହା ବି ହଉ ସମସ୍ତଙ୍କର ଚିନ୍ତା ପ୍ରକଟ ପରେ ମୁଁ ଧନ୍ୟବାଦ ଦଉଛି। ତାପରେ ରାସ୍ତା କାମଟି ଆରମ୍ଭ ହେଇଛି। ଏଇଟା ଗୋଟେ ବଡ କଥା ନୁହେଁ ଯେ, କିନ୍ତୁ ବିଧାୟକ ହସ୍ତକ୍ଷେପ କରୁନଥିଲେ, ଏଇଟା ଗୋଟେ କହିବା ଜମା ହେଲେ ଆର ଯଥାର୍ଥତା ଅଛି ବୋଲି ମୁଁ କାହିଁ ଭାବିପାରୁନି।